ତା ଭାଇ ଅଛି ବୋଲି ପୋଲିସ ଆଜି ସିଏ ତାଙ୍କ ନମ୍ବରରେ ସେ ହୁଣ୍ଡା ଆମ ଗାଁରେ ସାର୍ ଏକମାତ୍ର ସେ ଡନ୍ ଆମ ଘରୋଇ ଜାଗାରେ କ୍ଲବ ଘର ନିର୍ମାଣକୁ କେନ୍ଦ୍ର କରି ଗଣ୍ଡଗୋଳ। ଗଣ୍ଡଗୋଳରେ 7 ମହିଳାଙ୍କ ସମେତ ଜଣେ ଯୁବକ ଗୁରୁତର। ଗତକାଲି ରାତିରେ ଘଟିଛି ଘଟଣା। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା କୁଲେଇ ଗାଁରେ ଘଟିଛି ଘଟଣା। କୁଲେଇ ଗାଁରେ କ୍ଲବ ପ୍ରଶାସନ ପକ୍ଷରୁ ଏକ କ୍ଲବ ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଯାଉଛି। ଏହି କ୍ଲବ ଘର ନିର୍ମାଣ ଦାୟିତ୍ୱରେ ଗାଁର କେତେକ ଯୁବକ ଅଛନ୍ତି। ଗତକାଲି ରାତିରେ କ୍ଲବ ଘର ନିର୍ମାଣ କରାଯାଇଥିବା ବେଳେ କ୍ଲବ ଘର ନିର୍ମାଣ ହେଉଥିବା ଜାଗାକୁ କୁଲେଇ ଗାଁର କେତେକ ପରିବାର ନିଜର ଜାଗା ଦାବି କରି ବିରୋଧ କରିଥିଲେ। ଫଳରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। କ୍ଲବ ଘର ନିର୍ମାଣ କରୁଥିବା ଯୁବକମାନଙ୍କ ଆକ୍ରମଣରେ 7 ଜଣ ମହିଳା ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସବିତା ନାୟକ, ଝୁନୁ ନାୟକ, ଜୟନ୍ତୀ ନାୟକ, ସନ୍ଧ୍ୟାନାରାୟଣ ନାୟକ, ସଂଯୁକ୍ତା ନାୟକ, ସବିତା ନାୟକ, ଶକୁନ୍ତଳା ନାୟକ ବୋଲି ଜଣାପଡ଼ିଛି। ଏହାସହ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଆହତ ଓ ଗୁରୁତରମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି। ଏ ଘଟଣାକୁ ନେଇ ନାଚୁଣୀ ଥାନାରେ ଅଭିଯୋଗ କରାଯାଉଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ମୋ ଜାଗା ଉପରେ ମାଳି ବସିଥିବା ଲୋକମାନଙ୍କୁ ମୁଁ ଇଏ କରିଥିଲି ମାନେ ବିରୋଧ କରିଥିଲି। ଯେତେବେଳେ ବିରୋଧ କଲି ବିରୋଧ କଲି ସେତେବେଳେ ତାଙ୍କେ ମାନେ ଜାଗା ଉପରେ ବି ମାଡ଼ି ପଡ଼ିଲେ ଯେତେବେଳେ ଆମେ ଯାଇକି ଗଭର୍ଣ୍ଣମେଣ୍ଟ କର୍ମଚାରୀକି ନେଇକି ଭେଟିଲୁ। ସେତେବେଳେ ତହସିଲଦାର ଆର୍ଆଇ ଟିକେ ମନା କଲେ ତାଙ୍କୁ ବି ଗାଳି ମନ୍ଦ କଲେ। ଆମେ ହେଉଛୁ ଗରିବ ଲୋକ, ଆମେ କିଛି କରିପାରିବୁନି, ବାଡ଼େଇ ପାରିବୁନି, ମାରି ପାରିବୁନି, ଆମେ ଦେଖୁଛନ୍ତି। ଆମେ ଆଉ କ'ଣ କରିପାରିଲୁ? ଯାଇଥିଲୁ ଆଙ୍କ ପାଖକୁ ଆଇନ ମନ୍ତ୍ରୀ ନାହିଁ କଲେ। ନାହିଁ କଲା ବଦଳରେ ମୁଁ କହିଲି ଯେ ଆସିକି ଆଇନ ମନ୍ତ୍ରୀ ନାହିଁ କରିଛନ୍ତି, ଆପଣ କେମିତି ଏଇ କାମଟା କରିଦେଉଛନ୍ତି? ଆମେ ଜାଗା ମାପଗଡ଼ କରିବା, ଯଦି ହେଲା ସରକାରୀ ଜାଗା ଆପଣ କରିବେ। ଆମେ ସେତିକି କହିଥିବାରୁ ତାଙ୍କେ ଲାଇଟ୍ ଅଫ୍ କରି ଭିଡ଼ିଓ କରି ଆମକୁ ବାଡ଼େଇ ଦେଲେ। ନାଲୁ ପ୍ରଧାନ ତା ଭାଇ ଅଛି ବୋଲି ସାର୍ ଦେଖନ୍ତୁ, ତା ଭାଇ ଅଛି ବୋଲି ପୋଲିସ ଆଜି ସିଏ ତାଙ୍କ ନମ୍ବରରେ ସେ ହୁଣ୍ଡା ଆମ ଗାଁରେ ସାର୍ ଏକମାତ୍ର ସେ ଡନ୍ ଆମ ଜାଗାରେ ଜୋର ଜବରଦସ୍ତି ଘର କରୁଥିଲେ। ଆମେ ଯାଇ ବିରୋଧ କରିବାରୁ ପଥର ଭାଙ୍ଗି ଯିବାରୁ ଆମକୁ ବାଡ଼ାବାଡ଼ି କରିକି ଆମ ଗୋଡ଼ ହାତ ଭାଙ୍ଗା କେଉଁମାନେ? ଆଜ୍ଞା ସେ ଆମର ନାଲୁ ପ୍ରଧାନ, ତାପରେ ଧ୍ରୁବ ଭୋଳ, ଆଉ ବାପୁ ଘଣ୍ଟା, ନାଲୁ ସ୍ୱାଇଁ, ଆଉ ଦୀପକ ଭୋଳ, ରାହୁ ପ୍ରଧାନ, ଆଉ କେତେ ଜଣ ଯୁବକ ଅଛନ୍ତି 20-15 ଜଣ ତାଙ୍କ ସାଙ୍ଗରେ। ତମ ଜାଗାରେ ସେମାନେ କାହିଁ ଘର କରୁଥିଲେ? ସେ ଜୋର ଜବରଦସ୍ତି କରୁଛନ୍ତି ଗୋଟେ କ୍ଲବ ଘର କରିବେ ବୋଲି। ସେଠି ଗୋଟେ କ୍ୟାବିନଟେ ପକେଇକି ମଦ ମାଂସ ବି ପିଉଛନ୍ତି। ସେଠି ଗୋଟେ ମିଛୁଟାରେ କହୁଛନ୍ତି ଆମେ ହବିଷ ଆଣିକି ଆମେ ଘର କରୁଛୁ ଜୋର ଜବରଦସ୍ତି କରୁଛନ୍ତି ଆମ ଜାଗାରେ। ତୁମେ କାହାକୁ ଜଣେଇଥିଲ? ଆଜ୍ଞା ତୁମେ କାହାକୁ ଜଣେଇଥିଲ? ପୋଲିସ? ଆଜ୍ଞା ଆମେ ନାଚୁଣୀ ଥାନାରେ ଜଣେଇଥିଲୁ। ଏବେ କ'ଣ ହେଇଛି ତମର ସବୁ? ଟାଙ୍ଗୀରୁ ରୀନା ସାହୁଙ୍କ ରିପୋର୍ଟ, ଜାଗ୍ରତ 24 ନ୍ୟୁଜ୍।